ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ବଡ଼ ପଦକ୍ଷେପ। କ'ଣ ରହିଛି ଅପଡେଟଟି ଜାଣିବା, ହେଲେ ତାହା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ନୂଆ ଆସିଥିଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ଘଣ୍ଟିକୁ ଦବାଇ ଅଲରେ ସେଟ୍ କରି ରଖିବାକୁ ଜମାରୁ ବି ଭୁଲନ୍ତୁ ନାହିଁ। ତ ଚାଲନ୍ତୁ କ'ଣ ରହିଛି ଅପଡେଟଟି ଦେଖିବା। ଦେଶରେ ପିଲାଙ୍କଠାରେ ମୋଟାପଣ ଦେଖିବାକୁ ମିଳୁଛି। ବିଶେଷ ଭାବେ 5 ରୁ 19 ବର୍ଷ ମଧ୍ୟରେ ଥିବା ପିଲାଙ୍କ ଓଜନ ଅତ୍ୟଧିକ ରହୁଛି। ଏହାକୁ ନେଇ ଚିନ୍ତା ପ୍ରକଟ କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ। ତେଣୁ ମଧ୍ୟାହ୍ନ ଭୋଜନକୁ ସୁଷମ କରିବା ପାଇଁ ନିଆଯାଉଛି ପଦକ୍ଷେପ। ଏଣିକି ମଧ୍ୟାହ୍ନ ଭୋଜନ ଖାଦ୍ୟରେ କମ୍ ତେଲ ବ୍ୟବହାର ହେବ। ଆଗରୁ ଯେତିକି ତେଲ ବ୍ୟବହାର ହେଉଥିଲା ତାର 10% ହ୍ରାସ କରାଯିବ। ଫର୍ଟିଫାଏଡ୍ ଭିଟାମିନ୍ ଏ ଓ ଡି ଯୁକ୍ତ ଖାଇବା ତେଲ ବ୍ୟବହାର ହେବ। ଡବଲ ଫର୍ଟିଫାଏଡ୍ ଲୁଣ ବ୍ୟବହାର କରାଯିବ। ଏପରିକି କମ୍ ଲୁଣ ମଧ୍ୟ ବ୍ୟବହାର ହେବ। ଏଥିସହ ନ୍ୟୁଟ୍ରିସିଆନଙ୍କ ପରାମର୍ଶ ନିଆଯିବ। ଜଣେ ଶିକ୍ଷାର୍ଥୀଙ୍କୁ ସ୍ୱାସ୍ଥ୍ୟ ଆମ୍ବାସାଡର ଭାବେ ନିଯୁକ୍ତି ଦିଆଯିବ। ଏପରି ନିଷ୍ପତ୍ତି ନେଇଛି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ। ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ, ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ, ସମଗ୍ର ଶିକ୍ଷାର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ, ଏନସିଇଆରଟି ନିର୍ଦ୍ଦେଶକ, ସିବିଏସଇ ଅଧ୍ୟକ୍ଷ, କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ସଂଗଠନର କମିଶନରକୁ ଚିଠି ହୋଇଛି। ଏଥିରେ କୁହାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ସମୟରେ ପିଲାଙ୍କଠାରେ ଦେଖା ଦେଉଥିବା ମୋଟାପଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏପରିକି ଏକ ଜର୍ନାଲରେ ଏ ସମ୍ପର୍କରେ ମଧ୍ୟ ପ୍ରକାଶ ପାଇଛି। ଯାହା ଖାଇବା ପିଇବା ଶୈଳୀରେ ପରିବର୍ତ୍ତନ ନେଇ ଏପରି ଦେଖାଯାଉଛି ବୋଲି କୁହାଯାଇଛି। ତେଣୁ ରନ୍ଧନ ହେଉଥିବା ଖାଦ୍ୟରେ 10% ଖାଇବା ତେଲର ବ୍ୟବହାର ହ୍ରାସ କରାଯିବ। ଏ ସମ୍ପର୍କରେ ଅଭିଭାବକ, ଶିକ୍ଷକଙ୍କୁ ସଚେତନ କରାଯିବ। ପିଏମ ପୋଷଣ ଯୋଜନାରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନକୁ ଅଧିକ ସୁଷମ କରାଯିବ। ପୋଷଣଯୁକ୍ତ ଚାଉଳ, ଗହମ, ଡାଲି, ପନିପରିବା ବ୍ୟବହାର ହେବ। ପ୍ରାଥମିକ ଶ୍ରେଣୀ ପିଲାଙ୍କ ପାଇଁ 5 ଗ୍ରାମ ଓ ଉଚ୍ଚ ପ୍ରାଥମିକ ଶ୍ରେଣୀ ପିଲାଙ୍କ ପାଇଁ 7.5 ଗ୍ରାମର ଲୁଣ ବ୍ୟବହାର ହେବ। ସ୍କୁଲରେ ପୋଷଣ ବଗିଚା କରାଯିବ। ସେଠାରୁ ଉତ୍ପାଦିତ ପରିବା ମଧ୍ୟାହ୍ନ ଭୋଜନରେ ବ୍ୟବହାର ହେବ। ଖାଇବା ତେଲ କମ୍ ବ୍ୟବହାର ନେଇ ମଧ୍ୟ ଏକ ସଚେତନତା କାର୍ଯ୍ୟକ୍ରମ ହେବ, ଯେଉଁଥିରେ ସ୍ୱତନ୍ତ୍ର କ୍ଲାସ କରାଯିବ। ଜଣେ ପୋଷଣ ବିଶେଷଜ୍ଞ ନ୍ୟୁଟ୍ରିସିଆନଙ୍କୁ ସ୍କୁଲକୁ ନିମନ୍ତ୍ରଣ କରାଯିବ। ସେ ଏକ ସୂଚନା ସମ୍ବଳିତ ଅଧିବେଶନ କରି କମ୍ ଖାଇବା ତେଲ ବ୍ୟବହାରରେ କିପରି ରୋଷେଇ ହୋଇପାରିବ ପରାମର୍ଶ ଦେବେ। ସ୍କୁଲ ସ୍ତରୀୟ କୁଇଜ ପ୍ରତିଯୋଗିତା ହେବ। ଇକୋ କ୍ଲବ ଆକ୍ଟିଭିଟି କରାଯିବ। ବ୍ୟାୟାମ ଓ ଯୋଗ ନିୟମିତ କରିବାକୁ ପ୍ରୋତ୍ସାହିତ କରାଯିବ। ଛାତ୍ରଛାତ୍ରୀଙ୍କୁ ନେଇ କମ୍ ତେଲରେ କିପରି ରୋଷେଇ ହୋଇପାରିବ ତାର ଏକ ପ୍ରତିଯୋଗିତା ମଧ୍ୟ ହେବ। ଏହାକୁ ସାମାଜିକ ଗଣମାଧ୍ୟମରେ ଅପଲୋଡ୍ କରି ସଚେତନତା ସୃଷ୍ଟି କରାଯିବ। ସ୍କୁଲ ପରିଚାଳନା କମିଟିକୁ ନେଇ ମଧ୍ୟ ବୈଠକ ହେବ।